ଅଯୋଧ୍ୟା ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିରରେ ଅଲୌକିକ ଘଟଣା। ରାମଲାଲାଙ୍କ ମୂର୍ତ୍ତି ସହ ଘଟିଲା ଚମତ୍କାର। ଭକ୍ତଙ୍କୁ ଦେଖାଗଲା ଅଦ୍ଭୁତ ଦୃଶ୍ୟ। ଗତକାଲି ପ୍ରାଣ ପ୍ରତିଷ୍ଠା ଆଉ ଆଜି ଏପରି ଘଟଣା ଘଟିବା ପରେ ଭକ୍ତଙ୍କୁ ଭାବବିହ୍ୱଳ କରିଛି। ରାମଲାଲାଙ୍କ ପ୍ରତିମା ଜୀବନ୍ତ ଓ ସେ ଆଖି ପତା ପକାଉଛନ୍ତି। ଏଭଳି ଭିଡ଼ିଓ ଚାରିଆଡ଼େ ଘୁରି ବୁଲିବା ପରେ ଲୋକ ତାବଜା। ସୋସିଆଲ ମିଡ଼ିଆରେ ଏହି ଖବର ପ୍ରସାରିତ ହେବା ପରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି। ରାମଲାଲାଙ୍କ 52 ଇଞ୍ଚିର ପ୍ରତିମୂର୍ତ୍ତିରେ ଜାନୁଆରୀ 22ରେ ପ୍ରାଣ ସଞ୍ଚାର ହେବା ପରେ ଦର୍ଶନ ପାଇଁ ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ରାମଲାଲାଙ୍କର ଅପୂର୍ବ ରୂପ ଓ ଆକର୍ଷଣୀୟ ଚେହେରା ଦେଖିବାକୁ ପ୍ରତିଟି ରାମଭକ୍ତ ବେଶ୍ ବ୍ୟାକୁଳ ଥିଲେ। ଏହି ଅବସରରେ ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ରାମଲାଲା ଆଖିପତା ପକାଇବା ଭଳି ଜଣାପଡ଼ୁଛି। ପ୍ରଥମେ ଏପାଖ ସେପାଖ ଦେଖିବା ପରେ ରାମଲାଲା ସ୍ମିତ ହାସ୍ୟ ହସୁଛନ୍ତି। ଏହି ଭିଡ଼ିଓ ଦେଖିବା ପରେ ଲୋକଙ୍କ ଆଖି ଖୋଲା ରହିଯାଇଛି। ଲୋକମାନେ ଏହି ଭିଡ଼ିଓ ଦେଖିବା ପରେ ସମ୍ପୂର୍ଣ୍ଣ ବିସ୍ମିତ ହୋଇଯାଇଛନ୍ତି। ବ୍ରହ୍ମ ମୁହୂର୍ତ୍ତ, ଭବ୍ୟ ମୁହୂର୍ତ୍ତ, ଐତିହାସିକ ମୁହୂର୍ତ୍ତ, 500 ବର୍ଷ ଅପେକ୍ଷାର ଅନ୍ତ। କୋଟି କୋଟି ରାମଭକ୍ତଙ୍କ ବିଶ୍ୱାସ, ସ୍ପନ୍ଦନ ଆଉ ହୃଦୟର ସମ୍ରାଟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସାରା ଦେଶ ଉତ୍ସବ ମୁଖର। ଏହି ଭିଡ଼ିଓ ଚମତ୍କାର ଓ ସତ ଭଳି ଲାଗୁଛି। ଯଦିଓ ଏହି ଭିଡ଼ିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଏହା ଏକ ଚମତ୍କାର ଠାରୁ କମ୍ ନୁହେଁ। ଜଣେ ଉପଭୋକ୍ତା ଭିଡ଼ିଓ ଉପରେ ମନ୍ତବ୍ୟ ଦେଇଛନ୍ତି, ମୁଁ ଏହା ଦେଖିବା ପାଇଁ ପ୍ରସ୍ତୁତ ନଥିଲି, କିନ୍ତୁ ଭିଡ଼ିଓ ଦେଖିବା ପରେ ମୋର ହୃଦୟ ଥରି ଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, ଭିଡ଼ିଓରେ ରାମଲାଲା ଅଧିକ ଈଶ୍ୱରୀୟ ଦେଖାଯାଉଛନ୍ତି।